16 ତାରିଖ ସନ୍ଧ୍ୟାରେ ଠାକୁରଙ୍କର ନୀତିକାନ୍ତି ସରେଇକି ମୁଁ ପହଡ଼ କରିକି ଯାଇକି ଗଲି ସାର୍। ସକାଳୁ ମୁଁ ଆସିଲା ବେଳକୁ ବାହାର ତାଲା କିଛି ହେଇନାହିଁ, ସେଇ ତାଲା କିଛି ହେଇନାହିଁ, ଏଇ ତାଲା ସବୁ ଯାକ ଭଙ୍ଗା ହେଇଛି। ଗୋପୀନାଥ ମନ୍ଦିର, ବାଙ୍କେଶ୍ୱର ମନ୍ଦିର, ତାପରେ ଆମର ରୋଷେଇ ଶାଳଟା ଭଙ୍ଗା ହେଇଛି। ତାପରେ ମୁଁ ଆଉ ଭିତରକୁ ନ ଯାଇକି ମୁଁ ଫୋନ୍ କଲି ଦେବତର ଅଫିସ୍, ମୋର ଉପର ଅଧିକାରୀଙ୍କୁ ଫୋନ୍ କଲି। ତାଙ୍କେ ଆସିଲା ପରେ ଏଫଆଇଆର୍ ଥାନାରେ ରିପୋର୍ଟ କରାହେଲା, ଟାଉନ୍ ଥାନାରେ। ତାପରେ ସାର୍ମାନେ ଆସିଲେ, ସାର୍ମାନେ ଆସିଲା ପରେ ଆମେ ଖୋଲି ଦେଖିଲୁ ଏଇଠିର ଗୋଟେ ଯେଉଁଟା ଆମର ସେବାୟତ ହୁଣ୍ଡିଟା ଏଇଠିର ଭଙ୍ଗା ହେଇଛି, ଆଉ ଶିବ ମନ୍ଦିରର ହୁଣ୍ଡିଟା ଭଙ୍ଗା ହେଇଛି। ଛୋଟ ଛୋଟ ମକୁଟ ଦୁଇଟା ଥିଲା, ଦିଶୁନି ସେଇଟା। ଆଉ ତାପରେ ଖାଲି ପଇସା ଏକା ଚୋରି ହେଇଛି। ଅନୁମାନିକ ସେଇ ରୂପାର ଇଏଟା ଗୋଟେ ମାନେ 400-500 ଟଙ୍କା ଖଣ୍ଡେ ହେବ। ଆଉ ଟଙ୍କାଟା ସବୁଠୁ ଟୋଟାଲି 15,000 ଖଣ୍ଡେ ହେବ ବୋଲି ଆମର ଅନୁମାନିକ। ମୁଁ ଜାଣିବା ଭିତରେ 2005 ମସିହାରେ ଥରେ ହେଇଥିଲା, ସେମିତି ଖାଲି ତାଲା ଫାଲା ଭାଙ୍ଗିଥିଲେ, କିଛି କୌଣସି ଜିନିଷ ଯାଇନଥିଲା।